କଇଁଥ ଦିନ ଆସିଗଲାଣି କଣ ଆପଣ ଚଟଣି କରି ଖାଇନାହାନ୍ତି କି ଆପଣଙ୍କୁ ପସନ୍ଦ ନୁହଁ ତ ଆଜି ପସନ୍ଦ ହେଇଯିବ। ତ ହାଇ ଫ୍ରେଣ୍ଡ ସିକ୍ରେଟ ଫୁଡି ଚ୍ୟାନେଲ ଆପଣଙ୍କର ସ୍ୱାଗତ। ତ ମୁଁ ଆଜି ଆପଣଙ୍କ ପାଇଁ ନେଇ ଆସି ଚଟପଟା କଇଁଥ ଆଚାର ଯୋଉଟା କି ଆପଣ କଇଁଥ ଖଟା କହିପାରିବେ, କଇଁଥ ଚଟଣି ମଧ୍ୟ କହିପାରିବେ। ଆଉ ଏଇଟା ଏତେ ଟେଷ୍ଟ ଲାଗିଥାଏ ନା ଆପଣ ବିଶ୍ୱାସ କରିପାରିବେନି। ତ ଦେଖନ୍ତୁ ଏଠି ମୁଁ ଦିଟା କଇଁଥ ଆଣି ଆସିଥିଲି, ତ ଗୋଟେ କଇଁଥ ତ ଖରାପ ପଡିଲା, ତ ମୁଁ ଏଠି ଗୋଟେ କଇଁଥରେ ଆପଣଙ୍କୁ କରିକି ଦେଖଉଛି କେମିତି କରିବି। ଆଉ ଆପଣ ବିଶ୍ୱାସ କରିପାରିବେନି କି ଗୋଟିଏ ବେଲାରେ 2 ଚାମଚ ଚଟଣି ସହିତ କଇଁଥ ଚଟଣି ଆପଣ ଖାଇବେ, ଭାତ ପୁରା ଭିଡି ହେଇକି ଯିବ। ଆଉ ଏଟା ଏତେ ଟେଷ୍ଟ ଲାଗିଥାଏ, ଏତେ ସୁଆଦିଆ ହେଇଥାଏ, ମୁଁ ଆପଣଙ୍କୁ କଣ ବି କହିବି। ତ ନିହାତି ଭାବେ ଆପଣ ଯଦି ଥରେ ବନେଇବେ ତ ଆପଣ ଜାଣିପାରିବେ। ତ ଏଠି ଦେଖନ୍ତୁ ମୁଁ କଇଁଥକୁ ବାଡେଇ ନେଇଛି, ବାଡେଇ ଗୋଟେ ତ ଆମର ଖରାପ ପଡିଲା, ତ ତାକୁ ଆମେ ସାଇଡ କରିକି ରଖିଦେବା। ଆଉ ଏଇଟା ଭଲ ଅଛି, ମୁଁ ଆପଣଙ୍କୁ ଏଇଟା ଦେଖଉଛି। ଆଉ କଇଁଥ ଖରାପ ବୋଲି ଆପଣ ଜାଣିବେ କେମିତି? ଯେତେବେଳେ ଆପଣ ଯାଉଛନ୍ତି ଦୋକାନକୁ, ଯଦି ହାଲକା ଲାଗୁଛି କଇଁଥ ତ ଜାଣିବେ କି ସେଟା ଖରାପ ହେଇଯାଇଛି, ଶୁଖିକି ଖରାପ ହେଇ ଆସିଲାନି। ଯୋଉଟା ଓଜନିଆ ଲାଗିବ ଜାଣିବେ ସେଇଟା ଭଲ ଅଛି କଇଁଥଟି। ତ ଦେଖନ୍ତୁ ଏଇପରି ଭାବରେ ବାଛିକି ଆଣିବେ, ଆଣିକି ତାକୁ କଣ କରିବେ, ଏଇପରି ଭାବରେ ଟିକେ କଇଁଥଟା ଧୋଇଦେବେ, କାହିଁକି ନା ଡଷ୍ଟ ଫଷ୍ଟ ଉଡୁଥାଏ। ଧୋଇଦେବେ, ଧୋଇକି ୟାକୁ କଣ କରିବେ, ଆପଣ ଚାହିଁଲେ ଆମର ଯୋଉ ଶିଳୁପୁଆ ଆସୁଛି ସେ ଶିଳୁପୁଆରେ ବି ମଧ୍ୟ ବାଟି ପାରିବେ, ତାର ବି ଟେଷ୍ଟ ଅଲଗା। ଯଦି ଆପଣ ଗ୍ରାଇଣ୍ଡର ୟୁଜ କରୁଛନ୍ତି ତ ଏମିତି ବି କରିପାରିବେ, ବହୁତ ବଢିଆ ଟେଷ୍ଟ ଲାଗିଥାଏ। ତ ମୁଁ ଦେଖନ୍ତୁ ଏଇଠି କଇଁଥଟାକୁ ଚାରିଆଡୁ କୁଚେଇ ଦଉଛି। ଆପଣ ଚାହିଁଲେ ଏଇ କଇଁଥ ଖଟାଟି ଆପଣ ଫ୍ରିଜରେ ରଖିପାରିବେ, 5 ରୁ 6 ଦିନ ପର୍ଯ୍ୟନ୍ତ ରଖିପାରିବେ, କିଛି ବି ଖରାପ ହବନି। ତ ଦେଖନ୍ତୁ ପ୍ରଥମେ ଆମେ ଏଠି ଚିନି ଦେଇଦେଇଛେ 4 ଚାମଚ, ଗୋଟେ କଇଁଥ ଯେହେତୁ ଖଟା ତ ଆମେ ଏଠି ଚିନି 4 ଚାମଚ ଦେଇଦେଇଛେ। ଟିକେ ଧନିଆ ପତ୍ର ଦେଇଦେଇଛି, ଲଙ୍କା ଏଠି ଆମେ 4ଟା କଞ୍ଚା ଲଙ୍କା ଦେଇଛେ ଟିକେ ରାଗ ଆସିବା ପାଇଁ। ଆଉ ଏଠି ଦେଖନ୍ତୁ କଳା ଲୁଣ, ବିଟ ଲୁଣ ଯୋଉ ଆସେ ନା ସେଇ ଲୁଣ ଦେଇଛି। ଯଦି ସେଇଟା ଆପଣଙ୍କ ପାଖରେ ଆଭେଲେବୁଲ ନାହିଁ ତ ଆପଣ ଧଳା ଲୁଣ ମଧ୍ୟ ଦେଇପାରିବେ। ଆଉ ଏଠି ଦେଖନ୍ତୁ ଲଙ୍କା ଗୁଣ୍ଡ ଆମେ ଦେଇଛେ, ଯଦି ଛୋଟ ଛୁଆ ମାନେ ଖାଉଛନ୍ତି ତ ବେଶୀ ଲଙ୍କା ଆପଣ ପକେଇବେନି, ଲଙ୍କା ଗୁଣ୍ଡ ସ୍କିପ୍ କରିଦେବେ, କାହିଁକି ନା ଆମେ କଞ୍ଚା ଲଙ୍କା ମଧ୍ୟ ଦେଇଛେ। ଟିକେ ପାଣି ଦେଇଦେବେ, ପାଣି ମୁଁ ଏଇଠି ଦେଇଛି ଘର ଚାମଚରେ 4 ଚାମଚ ଏଇଠି ମୁଁ ପାଣି ଦେଇଛି, ଆପଣ ଦେଖିପାରୁଥିବେ। ତ ତାକୁ ବେଶୀ ନାହିଁ, 2 ମିନିଟ କେବଳ ଗ୍ରାଇଣ୍ଡ କରିଦେବାର ଅଛି। ଏଇପରି ଭାବରେ ପେଷ୍ଟ ହେଇଯିବ। ଆଉ ଆପଣ ତାକୁ ଥରେ ଯଦି ଖାଇବେ ନା ତ ବାର ବାର ଆପଣ ମାର୍କେଟରୁ ଆଣିକି ଖାଇବାକୁ ବାଧ୍ୟ ହେବେ। ଏଇଟା ଏତେ ଟେଷ୍ଟ ଲାଗିବ, ଏତେ ସୁଆଦିଆ ଲାଗିବ। ତ ଦେଖନ୍ତୁ ୟାକୁ ଆପଣ ଚାହିଁଲେ ଫ୍ରିଜରେ ରଖିକି ମଧ୍ୟ ଖାଇପାରିବେ। ଆଉ ୟାକୁ ଟୋଟାଲି ଯୋଉ ଦିନ କରୁଛନ୍ତି ବା ସେଦିନ ଆପଣ ବାହାରେ ରଖିକି ଖାଇପାରିବେ। ତ ବାହାରେ ରଖିଲା ବେଳେ ତାକୁ କଣ କରିବେ, ଘୋଡେଇକି ରଖିବେ, ଖୋଲାରେ ଏକଦମ ଛାଡିବେନି, ଘୋଡେଇକି ରଖିବେ। ଆଉ ଫ୍ରିଜରେ ରଖିଲେ ମଧ୍ୟ ଘୋଡେଇକି ରଖିବେ, ଯୋଉଟା କି ଆମର ଅଧିକ ଦିନ ରହିବ, 4 ରୁ 5 ଦିନ। ଆଉ ୟାକୁ ଆପଣ ଗରମ ଭାତ, ପଖାଳ ଭାତ ସହିତ ରୁଟିରେ ମଧ୍ୟ ଆପଣ ଖାଇପାରିବେ, ରୁଟି ପରଟାରେ ମଧ୍ୟ ଲଗେଇ ଖାଇପାରିବେ, ଖାଲିରେ ବି ଛୁଆମାନେ ଖାଇପାରିବେ। ଏଇଟା ବହୁତ ହି ଟେଷ୍ଟ ଲାଗିଥାଉ, ଏତେ ବି ୟମ୍ମି ଥାଏ ନା। ତ ସିଜନ ଅଛି ଆମର ଏଇ କଇଁଥ ସିଜନ, ତ ନିହାତି ଭାବରେ ଯଦି ଏବେ ଆମେ ଟ୍ରାଏ ନ କରିବା ତ କେବେ ଟ୍ରାଏ କରିବା। ତ ନିହାତି ଭାବରେ କଇଁଥ ଆଣନ୍ତୁ, ଏଇ ପୁରା ଥରେ ଟ୍ରାଏ କରନ୍ତୁ। ଯଦି ଆପଣ ଟ୍ରାଏ କଲେ ଭଲ ନ ଲାଗିଲା ତ ମତେ ଆସିକି କମେଣ୍ଟରେ ଜଣେଇବେ, ଆଉ କେମିତି ଲାଗିଲା ମୋ ଭିଡ଼ିଓଟି ପ୍ଲିଜ ମତେ କୁହନ୍ତୁ। ଆଉ ଯୋଉମାନଙ୍କୁ କଇଁଥ ପସନ୍ଦ, ଖଟା ପସନ୍ଦ, ସେମାନଙ୍କୁ ଏଇଟା ନିହାତି ଭାବରେ ସେୟାର କରନ୍ତୁ। ଆଉ ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଛି ତ ପ୍ଲିଜ ଗୋଟେ ଲାଇକ୍ ସହିତ ଗୋଟେ କମେଣ୍ଟ କରିଦିଅନ୍ତୁ। ଆଉ ଯଦି ସବସ୍କ୍ରାଇବ କରିନାହାନ୍ତି ତ ପ୍ଲିଜ ସବସ୍କ୍ରାଇବ କରିକି ବି ରଖନ୍ତୁ, କାହିଁକିନା ମୁଁ ଆପଣଙ୍କ ପାଇଁ ଏଇପରିଆ ନୂଆ ନୂଆ ଭିଡ଼ିଓ ଆଣି ଆସୁଛି, ଯୋଉଟା କି ଆପଣ ଦେଖିଲେ ବହୁତ ଖୁସି ହେଇଯିବେ। ତ ପ୍ଲିଜ ଲାଇକ୍ ସହିତ ସବସ୍କ୍ରାଇବ କରିଦିଅନ୍ତୁ। ତ ମୁଁ ଆପଣଙ୍କୁ କହୁଛି ଖାଇକି କେମିତି ଲାଗିଲା, ତ ଟେଷ୍ଟ ଆପଣଙ୍କୁ ମୁଁ କହୁଛି, ବିଶ୍ୱାସ କରିବେନି ବହୁତ ହି ଟେଷ୍ଟ ଲାଗିଲା। ନିହାତି ଭାବରେ ଥରେ କରନ୍ତୁ, ପୁଣି ଆସିକି ମତେ କମେଣ୍ଟରେ କୁହନ୍ତୁ କେମିତି ଲାଗିଲା। ତ ମୁଁ ଚାଲିଲି ଖାଇବା ପାଇଁ। ଯଦି ଆପଣ କରିନାହାନ୍ତି ତ ଜଲ୍ଦି ଯାଆନ୍ତୁ ଦୋକାନରୁ ଆଣିକି ନିହାତି ଭାବରେ ବନାନ୍ତୁ, ସବୁଠି ଆଭେଲେବୁଲ ରହିଛି କଇଁଥ। ନିହାତି ଭାବରେ ଡେଫିନେଟଲି ଟ୍ରାଏ କରନ୍ତୁ। ଥ୍ୟାଙ୍କ ୟୁ।